ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନିଜର ଅଭିଯୋଗ ଜଣାଇଲେ ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଓ ଅରିନ୍ଦମ ରୟ। ତାହେଲେ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ମୁଖ୍ୟମନ୍ତ୍ରୀଙ୍କ ସହିତ ସାଧାରଣ ଲୋକ ଭେଟି ନିଜର ଦୁଃଖ ଜଣାଇ ପାରୁଛନ୍ତି। ତାହେଲେ ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସରେ ପହଞ୍ଚିଛନ୍ତି ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି ଆଉ ଓଡ଼ିଆ ସିନେମାର ଭବିଷ୍ୟତକୁ ନେଇ କଥା ହୋଇଛନ୍ତି। ଓଡ଼ିଆ ସିନେମାକୁ କିପରି ଭାବରେ ଭାରତରେ ସବୁଆଡ଼େ ଲୋକପ୍ରିୟ କରିପାରିବେ ଆଉ ଓଡ଼ିଆ ଇଣ୍ଡଷ୍ଟ୍ରିକୁ କିପରି ଭାବରେ ଉପରକୁ ଉଠାଇ ପାରିବେ ଏହା ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଡିସ୍କସନ୍ କରିଥିଲେ ଅନୁଭବ ମହାନ୍ତି ଓ ଅରିନ୍ଦମ ରାୟ। ତାହେଲେ ଆପଣମାନେ ଜାଣିଥିବେ ଅନୁଭବ ଏଥରକ ବିଜେପି ଦଳରେ ସାମିଲ ହୋଇଛନ୍ତି। ବିଜେଡ଼ି ଦଳ ଛାଡ଼ି ଅନୁଭବ ଓ ଅରିନ୍ଦମ ଦୁହେଁ ବିଜେପିରେ ସାମିଲ ହୋଇଛନ୍ତି। ଆଉ ଏବେ ଓଡ଼ିଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଜେପି ଦଳରୁ ଜିତିଛନ୍ତି। ତାହେଲେ ମୁଖ୍ୟମନ୍ତ୍ରୀ ହେଲା ପରେ ଏବେ ଓଡ଼ିଆ ଇଣ୍ଡଷ୍ଟ୍ରିକୁ କିପରି ଭାବରେ ଆଗକୁ ବଢ଼ାଯିବ ଏହା ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଅନୁଭବ ମହାନ୍ତି। ତାହେଲେ ଆପଣମାନେ ଜାଣିଥିବେ ଗତ ଦିନମାନଙ୍କରେ ଅନୁଭବଙ୍କର ଗୋଟିଏ ଚଳଚ୍ଚିତ୍ର କୁହୁଡ଼ି ରିଲିଜ୍ ହୋଇଛି ଆଉ ଏହା ସହିତ ବାବୁସାନଙ୍କ ଚଳଚ୍ଚିତ୍ର ପାବାର୍ ବି ମଧ୍ୟ ରିଲିଜ୍ ହୋଇଛି। ଦୁଇ ଚଳଚ୍ଚିତ୍ରରେ ଦୁଇ ଅଭିନେତାଙ୍କ ସୁନ୍ଦର ଅଭିନୟ ଦେଖିବାକୁ ମିଳିଛି। ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି ଆଗାମୀ ଦିନମାନଙ୍କରେ ଓଡ଼ିଆ ଫିଲ୍ମର ଭାଗ୍ୟ କ'ଣ ହେବ କମେଣ୍ଟ